जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बाଙ୍କୁ प्रणाम करी आज आमे हमर वास्तु सेशन आरंभ करिया। वास्तु सेशन रे आज आमे पढ़िबा टी पॉइंट विषय रे भलो से क्लियर हेबा। तो चलंतु आरंभ करिबा। टी जंक्शन माने कोन ना, जदि गोटे रास्ता को जोठी सरी थाए सेठी जो जदि प्लॉट थिबो एवं सेटा देखा जाउतबो टी पॉइंट भलिया ताले ताको टी जंक्शन कुआ जी। माने धर एइटा गोटे घर अछि, ठीक अछि। ହୁଁ रास्ताटा एमती जाईची, एमती रास्ताटा जाईची से घर आगे रे, ठीक अछि। एटा रास्ता गला, ठीक अछि ना। ହୁଁ एवं एइटा गोटे रास्ता आसिला तो एइटा टी पॉइंट भलिया टी आकार रहिछि ना नहीं, ए जो जिंसटा अछि सेटा टी आकार रहिछि ना नहीं ए प्लॉट को। राजबाबू एटा बुझी पाले कि? ହୁଁ ହୁଁ तो टी जंक्शन रो काम कोन? टी जंक्शन रो मेनली इंपोर्टेंटली कामटा कोन? टी जंक्शन हला जो गाड़ी गुडाक एइपटु सब आसीबो से गाड़ी गुडाक एइठू एइठी सीधा आसिक इयाडे मोड़िबो, लेउठू सीधा आसिक इयाडे मोड़िबो। ହୁଁ या व्यतीत ଆଉ କିଛି ତୃତୀୟ ଜିନିଷ ହବ କି? ହୁଁ ହଁ ହବ। ଗାଡି ଗୁଡା ଆଡୁ ଆସି ଆଡେ ଯିବ, ଗାଡି ଗୁଡା ଆଡେ ଆସି ଆଡେ ବି ଯାଇପାରେ। କିନ୍ତୁ ମୋଷ୍ଟ ପ୍ରୋବାବଲି ଟି ଜଂକ୍ସନ ରେ ରୋଡ ର ଏଇପଟୁ ପଶି ଏଇପଟେ ଯାଆନ୍ତି, ଠିକ ଅଛି। ଯେମିତି ଗୋଟେ ଯୋଉ କୋଉ ଜାଗାରେ ସାନ୍ଦ ମାରିବାକୁ ହେଲେ ଯେମିତି ଗୋଟେ ବାଡି ଧରିକି ପୁରା କେଞ୍ଚି ଦିଅନ୍ତି, ସେମିତି ଗାଡି ଯେତେବେଳେ ଏଇଠୁ ଆସିବ ଏଇ ଏନର୍ଜିଟା ଯାଇ ଏଇ ଘରର ଏଇ ପୋଜିସନରେ ମାଡ ହବ। ଯଦି ଗୋଟେ ଏରିଆର ଗୋଟେ ପ୍ଲଟର ବିଭିନ୍ନ ଅଂଶରେ ଟି ଜଂକ୍ସନ ଟା ଥାଏ, ସେଟା କିଭଳି ଭାବରେ ଇମ୍ପାକ୍ଟ କରିବ ସେଇ ବିଷୟରେ ଆମେ ଆଜି ଡିଟେଲି ଜାଣିବା। ଟି ଜଂକ୍ସନର ଫଳାଫଳ ବିଷୟରେ ବିଶଦ ଭାବରେ ଜାଣିବା ପୂର୍ବରୁ ଘୋଷିବା ଅପେକ୍ଷା ତିନିଟା ମେନ୍ ପଏଣ୍ଟ ଯଦି ଆମେ ଟି ଜଂକ୍ସନର ମନେ ରଖିଦବା, ତାହେଲେ ଆମେ ଜାଣିବା ଯେ ଆମର ଟି ଜଂକ୍ସନ କମ୍ପ୍ଲିଟ ହେଇଗଲା। ଆକୁ ଘୋଷିକି କୌଣସି ଜିନିଷ ମନେ ରଖିବା ଅପେକ୍ଷା ଆମେ ଯଦି ତାକୁ ଭଲ ଭାବରେ ମନେ ମାନେ ଜାଣିଯିବା ଯେ କୋଉ ପୋଜିସନରେ କେମିତି କଣ ରହିଲେ କଣ ଇମ୍ପାକ୍ଟ ପଡିବ, ସେଇଟା ଜାଣି ସାରିଲା ପରେ ଆମକୁ ଇଜି ହେଇଯିବ କାଲକୁଲେଟ କରିବା ପାଇଁ କି, ମାନେ ଗୋଟେ ଓଭରଭ୍ୟୁ ଆସିଯିବ କି ଏଇ ଯୋଉ ଟି ଜଂକ୍ସନ ଟା ଏଇ ପ୍ଲଟ ରେ ଆସି ଅଛି, ଏ ଟି ଜଂକ୍ସନ ଟା ଏ ପ୍ଲଟ ପାଇଁ କି ଭଲ କି ଖରାପ, କ୍ଲିୟର ନା। ହୁଁ ଟି ଜଂକ୍ସନ ଦେଖେଇଥିଲି ଆଗ, ଟି ଜଂକ୍ସନ ବିଷୟରେ ଗୋଟେ ସମ୍ୟକ ଧାରଣା ଦେଇଥିଲି। ବାସ୍ ତିନିଟା ପଏଣ୍ଟ ଆପଣ ମନେ ରଖନ୍ତୁ, ତାପରେ ୟା ଉପରେ ଆମେ ବିଶଦ ଭାବରେ ଆଲୋଚନା କରିବା। ଟି ଜଂକ୍ସନ ର ନିୟମ ହେଲା, ଧର ଏଇଟା ଗୋଟେ ବଡ ପ୍ଲଟଟେ ଅଛି, ନର୍ଥ, ସାଉଥ, ଇଷ୍ଟ, ୱେଷ୍ଟ। ଯଦି ଟି ଜଂକ୍ସନ ଟା ସେ ଯେକୌଣସି ଦିଗ ହେଇଥାଉ କାହିଁକି, ଚାहे ସେ ଇଷ୍ଟ ହେଇଥାଉ, ଚାहे ସେ ନର୍ଥ ହେଇଥାଉ, ଚାहे ସେ ୱେଷ୍ଟ ହେଇଥାଉ, ଚାहे ସେ ସାଉଥ ହେଇଥାଉ, ଯଦି ଟି ଜଂକ୍ସନ ଟା ଠିକ ଘରର ମଝିଆ ମଝିରେ ଆସିଛି ପହଞ୍ଚୁଛି ଟି ଜଂକ୍ସନ ଟା, ହୁଁ ମାନେ ଏଇପଟ ଧର ରୋଡ ଏମିତି ଆସିଛି, ଏଇପଟ ରୋଡ ଆସିଛି, ଏମିତି ରୋଡ ଅଛି ଘରର ଫ୍ରଣ୍ଟ ରେ ୱେଷ୍ଟ ପଟେ, ଏବଂ ଟି ଜଂକ୍ସନ ଟା ଏଇଟା ଯେ ଠିକ ଘରର ମିଡ ପଏଣ୍ଟରେ ଆସି ମାଡ ହଉଛି, ତାହେଲେ ଭଲ। ଠିକ ସେମିତି ଇଷ୍ଟ ରେ ଯଦି ଟି ଜଂକ୍ସନ ଟା ଏମିତି ଅଛି, ଠିକ ମଝିଆ ମଝି ଟି ଜଂକ୍ସନ ଟା ମାଡ ହଉଛି ଏଇପଟୁ ଆସିକି, ତାହେଲେ ଭଲ। ସାଉଥ ରେ ବି ସେମିତି ଟି ଜଂକ୍ସନ ଯଦି ଏଇଠି ଅଛି ଘରର, ଏଇଠି ଆସି ମାଡ ହଉଛି, ତାହେଲେ ଭଲ। ନର୍ଥ ର ସେମିତି ଯଦି ଠିକ ଠିକ ଭାବରେ ଏମିତି ଟି ଜଂକ୍ସନ ଟା ଅଛି ଏବଂ ଏଇପଟ ରୋଡ ଆସିକି ମାଡ ହଉଛି, ତାହେଲେ ବି ଭଲ। ଟି ଜଂକ୍ସନ ଟା ଠିକ ମିଡ ପଏଣ୍ଟ ରହିବା ଭଲ।
ଇଷ୍ଟ ହଉ, ୱେଷ୍ଟ ହଉ, ନର୍ଥ ହଉ, ସାଉଥ ହଉ, ଟି ଜଙ୍କସନ ଟା ଠିକ ଯଦି ମଝିରେ ଅଛି, ଅର୍ଥାତ୍ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣର ଠିକ ମଝିରେ ଯଦି ଟି ଜଙ୍କସନ ଅଛି ସେ ପ୍ଲଟର, ତାହେଲେ ସେ ପ୍ଲଟ ପାଇଁ ଶୁଭ। ଏଟା କ୍ଲିୟର ହେଇଯାଉ। ହୁଁ ପଏଣ୍ଟ 1 ଗଲା, 1 ନମ୍ବର ପଏଣ୍ଟ ଆମେ ଓଭର କଲେ। ବର୍ତ୍ତମାନ ପଏଣ୍ଟ 2 କୁ ଦେଖିବା। ପଏଣ୍ଟ 2 କଣ, ଯେ ଆମେ ଗୋଟେ ଜାଣିବା କେବଳ ତ ଟି ଜଙ୍କସନ ଟା ସେ ମଝିଆ ମଝି ମାଡ ହବ ବୋଲି ମାନେ ନାହିଁ। ଚାहे ଏଇଠି ମାଡ ହେଇପାରେ, ଚାहे ଏଇଠି ମାଡ ହେଇପାରେ, ଚାहे ଏଠି ବି 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 ମାଡ ହେଇପାରେ। ପଏଣ୍ଟ ନମ୍ବର 2 କହୁଛି ଯଦି ଠିକ ଟି ଜଙ୍କସନ ଯୋଉଠି ଅଛି, ଯଦି ତମେ ରାସ୍ତାର ପଶ୍ଚିମ ଦିଗକୁ ଅନେଇବ, ମାନେ ଧର ଲେଟ୍ ସେ ବର୍ତ୍ତମାନ ଆମେ କେବଳ ଇଷ୍ଟ ଆଉ ୱେଷ୍ଟ ପାଇଁ କଥା ହବା। ଗୋଟେ ପ୍ଲଟର ଇଷ୍ଟ ଆଉ ୱେଷ୍ଟ ଜଙ୍କସନରେ ଟି ଜଙ୍କସନ ଅଛି, ସେ ଚାहे ୱେଷ୍ଟ ରେ ଥାଉ, ଚାहे ସେ ଇଷ୍ଟ ରେ ଥାଉ, ତମେ କଣ କରିବ ନା ଫେସ୍ କରିବ, ଗୋଟେ ଲୋକଟାଏ ଠିଆ ହବ ଏଇଠି, ଏଇ ଲୋକଟା ଏଠି ଠିଆ ହେଲା, ସିଏ କଣ କରିବ ନା ଠିକ ମଝିଆ ମଝି ପ୍ଲଟର ଠିଆ ହବ ଏବଂ ହାତ ଦିଟା ଏମିତି ତାର ଲମ୍ବେଇ ଦବ, ଗୋଟେ ହାତ ଏପଟକୁ ଲମ୍ବେଇବ, ଗୋଟେ ହାତ ଏପଟକୁ ଲମ୍ବେଇବ। ଯଦି ଟି ଜଙ୍କସନ ଟା ତାର ଡାହାଣ ପଟେ ଆସିଲା, ଡାହାଣ ପଟ ହାତରେ ଆସିଲା, ତାହେଲେ ଜାଣିବ ଏ ଟି ଜଙ୍କସନ ଟା ଶୁଭ ଫଳ ଦବ। ଯଦି ଟି ଜଙ୍କସନ ଟା ଠିକ ବାଁ ପଟେ ଆସିଲା, ତାହେଲେ ଜାଣିବ ଯେ ଏ ଟି ଜଙ୍କସନ ଟା ଶୁଭ ଫଳ ଦେବ ନାହିଁ। ସେମିତି ଯଦି ଟି ଜଙ୍କସନ ଏଠି ଅଛି, ଏ ଲୋକଟା ଏଠି ଡାହାଣ ପଟେ ଠିଆ ହେଇଛି, ମାନେ ଟି ଜଙ୍କସନ ଏଠି ରାଇଟ ପଟେ ଆସିବ, ମାନେ ଏଠି ଶୁଭ ଫଳ ଟି ଜଙ୍କସନ ଦବ। ଏପଟେ ବାଁ ପଟେ ଆସିଗଲା, ତେଣୁ ଏଠି ଟି ଜଙ୍କସନ ଶୁଭ ଫଳ ଦେବ ନାହିଁ। ପଏଣ୍ଟ ନମ୍ବର 2 କ୍ଲିୟର। ହୁଁ ପଏଣ୍ଟ ନମ୍ବର 3 ହେଲା, ଚାहे ସେ ନର୍ଥ ରେ ଟି ଜଙ୍କସନ ଥାଉ, ଚାहे ସେ ସାଉଥ ରେ ଟି ଜଙ୍କସନ ଥାଉ, ପୁଣି ଏଇଠି ଗୋଟେ ଲୋକକୁ ଆମେ ଠିଆ କରିଦବା, ସିଏ ଏଇଠୁ ଠିଆ ହେଇକି ନର୍ଥ କୁ ଫେସ୍ କରିବ, ଏଠି ୱେଷ୍ଟ କୁ ଫେସ୍ କରୁଥିଲା, ଏଠି ନର୍ଥ କୁ ଫେସ୍ କରିକି ଠିଆ ହବ। ଯୋଉଟା ତାର ଡାହାଣ ପଟେ ଆସିବ, ଯଦି ତାର ଡାହାଣ ହାତରେ ଟି ଜଙ୍କସନ ଆସୁଛି ତାହେଲେ ଶୁଭ, ଯଦି ତାର ବାଁ ପଟେ ଟି ଜଙ୍କସନ ଆସୁଛି ଅଶୁଭ। ପୁଣି ନର୍ଥ କୁ ଫେସ୍ କରି ଠିଆ ହେଲେ, ତାର ଡାହାଣ ପଟେ ଏଠି ଟି ଜଙ୍କସନ ଆସିଲେ ଶୁଭ, ଏଠି ଟି ଜଙ୍କସନ ଆସିଲେ ଯେହେତୁ ବାଁ ପଟେ ପଡୁଛି ଅଶୁଭ। କ୍ଲିୟର ନା ଏଇଟା? ହୁଁ ନର୍ଥ ତେଣୁ ପଟରେ ଇଏ ଯୋଉଟା ଆମର ଛିଡା ଟି ହବ, ମୁଁ କହିଲି କଣ କଣ ନର୍ଥ ନର୍ଥ ପଟରେ ଯୋଉ ଛିଡା ହବ ସେଟା ନର୍ଥ କୁ ଫେସ୍ କରିବ। ନା, ଚାहे ଟି ଜଙ୍କସନ ନର୍ଥ ରେ ଥାଉ, ଚାहे ଟି ଜଙ୍କସନ ସାଉଥ ରେ ଥାଉ, ହୁଁ ନର୍ଥ ଆଉ ସାଉଥ ରେ ବେଳେ, ଚାहे ଟି ଜଙ୍କସନ ନର୍ଥ ରେ ଥାଉ, ଚାहे ଟି ଜଙ୍କସନ ସାଉଥ ରେ ଥାଉ, ହୁଁ ତମେ ଫେସ୍ କରିବ ନର୍ଥ କୁ। ହୁଁ ତମର ଡାହାଣ ପଟେ ଯଦି ଆସିଗଲା, ଡାହାଣ ହାତ ପଟେ ଟି ଜଙ୍କସନ ଆସିଗଲା, ତମେ ଠିକ ମିଡ୍ ରେ ଠିଆ ହେଇକି ଫେସ୍ କରିବ। ହୁଁ ତମର ଡାହାଣ ପଟେ ଯଦି ଟି ଜଙ୍କସନ ଆସିଗଲା ଶୁଭ, ତମର ବାଁ ପଟେ ଯଦି ଟି ଜଙ୍କସନ ଆସିଗଲା ଅଶୁଭ। କ୍ଲିୟର ନା? ଅଶୁଭ। ୟେସ୍ ୟେସ୍। ଯଦି ଆମେ ଇଷ୍ଟ ଆଉ ୱେଷ୍ଟ ର ବିଷୟରେ କଥା ହବା, ଠିକ ଆମେ ଫେସ୍ କରିବା ୱେଷ୍ଟ ଆଡିକି, ଆମର ହୁଁ ଫେସ୍ ଟା ୱେଷ୍ଟ ଆଡିକି ରହିବ। ହୁଁ ଯଦି ଆମର ଡାହାଣ ପଟେ ଆସିଗଲା ଟି ଜଙ୍କସନ ଶୁଭ, ଯଦି ବାଁ ପଟେ ଆସିଗଲା ଟି ଜଙ୍କସନ ଅଶୁଭ। କ୍ଲିୟର? ଅଶୁଭ। ହୁଁ ଏବେ ଆମେ ବିଶଦ ଭାବରେ ଜାଣିବା, ଗୋଟେ ଛୋଟ ମୋଟ ଓଭରଭ୍ୟୁ ନବା। ମୁଁ ତ ତମକୁ ପଏଣ୍ଟ ଟା କହିଦେଲି, ଟି ଜଙ୍କସନ ର ଗୋଟେ ବିଶଦ ଓ ଜେନେରାଲ ଓଭରଭ୍ୟୁ ନବା। ଟି ଜଙ୍କସନ ଏଟା ହେଲା ନର୍ଥ, ସାଉଥ, ଇଷ୍ଟ, ୱେଷ୍ଟ। ମୁଁ କହିଛି ଠିକ ମଝି ପାର୍ଟ ରେ ଯଦି ଟି ଜଙ୍କସନ ରହିଲା ତାହେଲେ ଶୁଭ। କ୍ଲିୟର? ହୁଁ ଯଦି ଟି ଜଙ୍କସନ ଏଇଠି ରହିଲା ତାହେଲେ କଣ ହବ ନା, ଏଇଠି ରହିଲେ ମାନେ ଏଇ ଜାଗାରେ ଟି ଜଙ୍କସନ ଟା ସେ ଘରର ଅନ୍ତେବାସୀ ମାନଙ୍କୁ ସମୃଦ୍ଧିଶାଳୀ କରିବ ଏବଂ ପ୍ରଚୁର ସମ୍ମାନ ଦବ। ମୁଁ ତମକୁ କହିଛି ଏଇଠି ଠିଆ କରେଇକି ଗୋଟେ ଲୋକକୁ ୱେଷ୍ଟ ଆଡିକି ଫେସ୍ କରେଇଦେଲେ, ତାର ଡାହାଣ ପଟେ ଶୁଭ, ବାଁ ପଟେ ଅଶୁଭ, ମାନେ ଏଠି ବି ଟି ଜଙ୍କସନ ଟା ଶୁଭ। ହଁ କି ନାଇଁ? ହୁଁ ହୁଁ
ଯଦି ଏଠି ଟି ଜଂସନ ଥିବ ଏଟା ବାସ୍ତୁ ମତେ ବହୁତ ଶୁଭ, ପୁରୁଷ ମାନଙ୍କୁ ବ୍ୟବସାୟରେ ଉନ୍ନତି କରାଇଥାଏ। କି ଯଦି କୌଣସି ଲୋକ ଲିଡର ହେବାକୁ ଚାହେଁ, ନେତା ହେବାକୁ ଚାହେଁ ଏବଂ କଳା କ୍ଷେତ୍ରରେ କୌଣସି ଉନ୍ନତି ପାଇବାକୁ ଚାହେଁ, କି କିଏ ରାଜନୀତି କରୁଥିବ, କି କୌଣସି ଗୋଟେ ସମ୍ମାନସ୍ପଦ ଯୋଉ ପୋଷ୍ଟରେ ଥିବ, ତାହେଲେ ଏଇଭଳିଆ ଏଇଠି ଯଦି ଟି ଜଂସନ ଥିବ ତା ପାଇଁ ବହୁତ ବଢିଆ, ବହୁତ ଶୁଭ। ଠିକ ଅଛି। ଏବେ ହୁଁ ଏଇଠି ଆମେ ଏଇଠି ଇଷ୍ଟରେ ୱେଷ୍ଟ ଆଡକୁ ଫେସ୍ କରିକି ଠିଆ ହେଇଛେ, ତାହେଲେ ଏଇ ପଟ ଦିଟା ଟି ଜଂସନ ଅଶୁଭ, ଏଇଟା ବି ଅଶୁଭ, ଏଇଠି ବି ଯଦି ଟି ଜଂସନ ଥିବ ଅଶୁଭ। ଆସୁ। ତାହେଲେ ଏଇଠି ଯଦି ଟି ଜଂସନ ଥାଏ ତାହେଲେ ଏଇଟା କଣ ଅଶୁଭ ଫଳ ଜେନେରାଲି ଦିଏ? ହୁଁ ଭାଇ ଏଠି ଥିଲେ ଟିକେ ପ୍ରୋବ୍ଲେମ ଆସେ, ଜେନେରାଲି ମନି ମ୍ୟାଟରକୁ ନେଇକି ପ୍ରୋବ୍ଲେମ ଆସେ, ଏଇଠି ମନି ମ୍ୟାଟରକୁ ନେଇ ପ୍ରୋବ୍ଲେମ ଆସେ। ଆଉ ଯଦି ଏଇଠି ଟି ଜଂସନ ଟା ଆସି ମାଡ ହଉଥିବ ତାହେଲେ ପ୍ରୋବ୍ଲେମ କଣ ଆସେ ନା ଲୋକମାନଙ୍କର ହେଲ୍ଥ ରିଲେଟେଡ ଇସ୍ୟୁଜ ଟା ଆସେ। କ୍ଲିୟର? ହୁଁ ତାପରେ ମୁଁ କହିଛି ଏଇଠି ତମର ଟି ଜଂସନ ଚାहे ନର୍ଥ ରେ ଥାଉ, ଟି ଜଂସନ ଚାहे ସାଉଥ ରେ ଥାଉ, ଏଇଠି ଗୋଟେ ଲୋକକୁ ଠିଆ କରେଇଦବ, ଠିଆ କରେଇକି ଦେଖିବ, ଫେସ୍ କରେଇଦବ କୁଆଡିକି ନା ନର୍ଥ ଆଡିକି ଫେସ୍ କରିକି ସେ ଠିଆ ହବ। ଠିକ ମିଡ ରେ ଟି ଜଂସନ ରହିଲେ ଶୁଭ। ହୁଁ ଡାହାଣ ପଟେ ତା ଡାହାଣ ହାତଟା ଏଇ ପଟକୁ ରହିବ, ବାଁ ହାତଟା ଏଇ ପଟକୁ ରହିବ। ମୁଁ କହିଛି ଡାହାଣ ପଟକୁ ଯେତିକି ଟି ଜଂସନ ରହିବ ସେଟା ଶୁଭ, ଆଉ ବାଁ ପଟକୁ ଯେତିକି ଟି ଜଂସନ ରହିବ ସେଟା ଅଶୁଭ। ଠିକ ଅଛି ନା? ଆଉ ହୁଁ ନର୍ଥ ଆଡିକି ଫେସ୍ କଲେ ଏଇଠି ଡାହାଣ ହାତ ଏଇଠି ଆସିଲା, ତେଣୁ ଏଇଠି ଏ ପଏଣ୍ଟ ଟା ଶୁଭ, ଏ ପଏଣ୍ଟ ଟା ଶୁଭ ଟି ଜଂସନ ଥିଲେ। ହେଲେ ହୁଁ ଏ ପଏଣ୍ଟ ଟା ଅଶୁଭ, ଏ ପଏଣ୍ଟ ଟା ଅଶୁଭ, ଆସୁ। ତାହେଲେ ଏଠି କଣ କଣ ଅଶୁଭ ଫଳ ଆମକୁ ସିଏ ଦବ? ଠିକ ଅଛି ନା ଭାଇ? ହୁଁ କଣ କଣ ଅଶୁଭ ଫଳ ଦବ? ପ୍ରଥମେ ଆଗ ଦେଖିଥିବା ଏଠି ଶୁଭ ଫଳ ଟା କଣ ଦବ। ଏଇ ଯୋଉ ଯଦି ଏଇଠି ଟି ଜଂସନ ଟା ରହିଲା, ଭାଇ ଯଦି ଟି ଜଂସନ ଏଇଠି ରହିଲା ନା, ଏଇଠି ରହିଲା ମାନେ ଏଇ ଜାଗାଟାରେ ରହିଲା, ତାହେଲେ କଣ ଶୁଭ ଫଳ ଦବ ନା ସବୁବେଳେ ଅନ୍ତେବାସୀ ମାନଙ୍କର ପଇସା ଟା ଠିକ ରହିବ, ସେମାନଙ୍କ ପ୍ରତିପତ୍ତି ବୃଦ୍ଧି ପାଇବ, ସେମାନେ ସୁଖୀ ଆଉ ସମୃଦ୍ଧିଶାଳୀ ହେବେ। ହୁଁ ଯଦି ଏଇଠି ଟି ଜଂସନ ରହିଲା ଶୁଭ, ମାନେ ଏଇଟା କଣ କରେ ନା ମେଣ୍ଟାଲ ପ୍ଲେନ, ଏଇଟା ମାନସିକ ଶାନ୍ତି ଏବଂ ସୁଖ ଆଣିଦିଏ। ମେଣ୍ଟାଲ ପିସ୍ ଏଇଠି ଯେ ଟି ଜଂସନ ଥିବ ସେ ଘରର ଲୋକମାନଙ୍କୁ ଥିବ। ବର୍ତ୍ତମାନ ଆମେ ଏପଟକୁ ପଳେଇ ଆସିବା। ଏପଟେ ଯଦି ଟି ଜଂସନ ଥିବ କଣ ନା ସବୁବେଳେ ସେ ଘରର ସ୍ତ୍ରୀ ଲୋକ ମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଟା ଦେଖାଯିବ, ମାନସିକ ଦୁଶ୍ଚିନ୍ତା ଦେଖାଯିବ, ଘରେ ଅଶାନ୍ତି ଲାଗି ରହିବ। ଆଉ ଏଇଠି ଯଦି ଟି ଜଂସନ ଥିବ ତାହେଲେ କଣ ଅସୁବିଧା ହବ ନା ଏଇଟା ଶିକ୍ଷା ଏବଂ ଧନ ହାନି, ପିଲାମାନଙ୍କର ଶିକ୍ଷା ଏବଂ ଘରର ଧନ ସଞ୍ଚୟ ହେଉନଥିବ। ତେବେ ଆଜି ଆମେ ଟି ଜଂସନ ଟାକୁ ଗୋଟେ ଲାଇଟର ୱେରେ ପଢିଲେ, ଏମିତି ତ ବହି ଦେଖି ଘୋଷିଲେ ବହୁତ ଜିନିଷ ଅଛି, ଏମିତି ହବ ସେମିତି ହବ ସେଇଆ ହବ ଇଆ ହବ, କିନ୍ତୁ ମୁଁ ଏଇ ଯୋଉ ଜିନିଷଟା ଆପଣଙ୍କୁ ଦେଲି ଆଇଡିଆଟା, ବେସିକ ଆଇଡିଆଟା, ଏଇଟା ଯଦି ଆପଣ ମାନେ ମନେ ରଖନ୍ତି ତାହେଲେ ଆପଣ ଗୋଟେ ଟି ଜଂସନ ଦେଖୁ ଦେଖୁ ଆପଣଙ୍କ ମାଇଣ୍ଡରେ ନାଚିଯିବ, ଯଦି ଇଷ୍ଟ ଆଉ ୱେଷ୍ଟ ର ଇଷ୍ଟ ଆଉ ୱେଷ୍ଟ ରେ ଟି ଜଂସନ ଅଛି, ଆମେ ଇଷ୍ଟ ରେ ଠିଆ ହେଇକି ୱେଷ୍ଟ ଆଡକୁ ଫେସ୍ କରିବା, ଇଷ୍ଟ ପ୍ଲଟ ର ମଝିରେ ଠିକ ଇଷ୍ଟ ରେ ଠିଆ ୱେଷ୍ଟ ଆଡକୁ ଫେସ୍ କଲେ ଯୋଉଟା ଡାହାଣ ପଟକୁ ଆସିବ, ଯଦି ଟି ଜଂସନ ଆସିଲା ତାହେଲେ ଶୁଭ, ବାଁ ପଟକୁ ଆସିଲେ ଅଶୁଭ। ଚାହେ ଟି ଜଂସନ ନର୍ଥ ରେ ଥାଉ ଚାହେ ସାଉଥ ରେ ଥାଉ, ଆମେ ଫେସ୍ କରିବା ନର୍ଥ ଆଡକୁ। ନର୍ଥ ଆଡକୁ ଫେସ୍ କଲେ ଯୋଉ ଟି ଜଂସନ ସେଇ ଲୋକର ଡାହାଣ ପଟେ ଥିବ ଶୁଭ, ବାଁ ପଟେ ଥିଲେ ଅଶୁଭ। ଏଇଟା ହେଲା ବେସିକ ଜିନିଷ ଅଫ ଟି ଜଂସନ। ଯଦି ଆପଣ ମାନେ ଏଇ ବେସିକ ଜିନିଷ ଟାକୁ କ୍ଲିୟର ହେଇଯାଇଥିବେ ତାହେଲେ ଆପଣଙ୍କର ଟି ଜଂସନ କୌଣସି ମାତ୍ରାରେ ଡାଉଟ ରହିବ ନାହିଁ। ତେବେ ଆଜିର ସେସନ ପାଇଁ ଏତିକି, ପୁଣି କିଛି ନୂଆ ସେସନ ସହିତ ଜଏନ କରିବା। ସେଥିପାଇଁ ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।